ନମସ୍କାର, ଜୟ ମା ଶାରଦା ସାଙ୍ଗମାନେ, କେମିତି ଅଛନ୍ତି ଆପଣ ମାନେ? ଆଶା କରୁଛି ଆପଣ ଭଲରେ ଥିବେ। ମୁଁ ପୁରା ବଢିଆ ଅଛି। ତ ଦେଖିପାରୁଥିବେ ପାର୍ସଲ ମୋର ଥୁଆ ହେଇଛି। ଆଉ ଏବେ ମୁଁ ହରିପୁର ବସଷ୍ଟାଣ୍ଡ ରେ ଅଛି। ଜଣେ କଷ୍ଟମରକୁ ୱେଟ୍ କରିଛି, ସେ ଆସିବେ ପାର୍ସଲ ନେବେ। ତ ଏଇଠି ମୁଁ ଗୋଟେ କଥା କହିବି କି ଆଜି ହଉଛି ମାନେ ବର୍ଷର ଶେଷ ଦିନ। ଏଇ ବର୍ଷର 2025 ର ଶେଷ ଦିନ, ଡିସେମ୍ବର 31 ତାରିଖ ଆଜି ରାତି 12ଟା ପରେ 2026 ହେଇଯିବ, ନୂଆ ବର୍ଷ ହେଇଯିବ। ଆଉ ଜିନିଷ କଣ ଜାଣିଛନ୍ତି? ସବୁଠୁ ଟେନସନ ଏବେ କୋଉମାନେ ଅଛନ୍ତି କି ଭାଇ ଆଜି 31 ତାରିଖ ଗଲା, କାଲି 1 ତାରିଖ ଯିବ, 2 ଦିନ ଫୁଲ ଏଞ୍ଜୟ କରିବେ। 2 ତାରିଖରେ ଯୋଉନ କିସ୍ତି ଟା ପଡିଯିବନି, କିସ୍ତି ପାଇଁ ସମସ୍ତଙ୍କ ଟେନସନ କି ଭାଇ 2 ଦିନ ଖୁସି ଗଲା ପରେ 3 ଦିନ ବେଳକୁ ଆସିଯିବ କିସ୍ତିର ଚିନ୍ତା। ଯୋଉମାନେ ଫାଇନାନ୍ସିଆଲରେ ମାନେ କିଛି ଜିନିଷ ଆଣିଥିବେ, ସେଇମାନଙ୍କର ଭାଇ ପ୍ରବଳ ଟେନସନ। କାହିଁକିନା 31 ଗଲା ପରେ 2 ତାରିଖ ଯୋଉ ଆସିବ, ସେ କଷ୍ଟଟା ଆଉ କଷ୍ଟ ଭାଇ ନଥିବ। ଭାଇ କାହା ପାଖରେ ପଇସା ସରିଯାଇଥିବ, ଖୁସିରେ ଏଞ୍ଜୟ କରୁ କୋଉ ସାଙ୍ଗକୁ କହେ ଭାଇ ଟଙ୍କା 200 ପଠା, ମୋର ଆବଶ୍ୟକ ଅଛି, ଦରକାର ଅଛି ନିହାତି ଭାବରେ। ତ ଏଇଟା ହଉଛି ଜିନିଷ, ମାନେ ପରିସ୍ଥିତି ତ ସମସ୍ତେ ଚାହାନ୍ତି ଯେ ଆମେ କିଛି ଜିନିଷ କରିବା କି ଆଗକୁ ଯିବା, କଣ କରିବା, କିନ୍ତୁ ଟେନସନ ଆପଣଙ୍କର ପିଛା ଛାଡିବନି। ଆଉ କୋଉମାନେ କିସ୍ତି ଦେବେ ତ ନିହାତି ଭାଇ କମେଣ୍ଟ କରି କହିବେ, ବୁଝିଲେ ତ?